नमस्कार ସାଙ୍ଗମାନେ। ପ୍ରାୟ ସବୁଦିନ ମୋତେ ମେସେଜ ଆସେ ଦିଦି ମୋ ପୁଅକୁ 8 ମାସ ହେଲା, ସକାଳେ କ'ଣ ଖାଇବାକୁ ଦେବି, ଦିଦି 10 ମାସର ବେବିକୁ ରାତିରେ କ'ଣ ଦେବି, ଏମିତି ଅନେକ ପ୍ରଶ୍ନ। ସତ କହିବାକୁ ଗଲେ ସମସ୍ତଙ୍କୁ ଅଲଗା ଅଲଗା ରିପ୍ଲାଏ ଦେବା ମୋ ପାଇଁ ତ ସମ୍ଭବ ହୋଇନଥାଏ। ସେଥିପାଇଁ ଆଜି ଏହି ଭିଡ଼ିଓଟି ନେଇ ଆସିଛି। ଆଜି ମୁଁ ଆପଣମାନଙ୍କ ସହିତ ସେୟାର କରିବି ଯେ ବୁବୁ ଗୋଟେ ଦିନରେ କ'ଣ କ'ଣ ଖାଏ, ଆଉ ଏଇ ରେସିପି ଗୁଡ଼ିକ 8ରୁ 12 ମାସ ପର୍ଯ୍ୟନ୍ତ ବେବିମାନଙ୍କ ପାଇଁ ବହୁତ ଭଲ ଅପସନ୍। ଚାଲନ୍ତୁ ଆରମ୍ଭ କରିବା। ସକାଳ 8:30ରୁ 9:30 ମଧ୍ୟରେ ମୁଁ ବୁବୁକୁ ବ୍ରେକଫାଷ୍ଟ ଦେଇଥାଏ, ଯେଉଁଟାକି ଆଜି ମୁଁ ତାକୁ ଦେଇଥିଲି ଆଳୁ ଆଉ ରାଗିର ଚିଲ୍ଲା, କିମ୍ବା ଆପଣ ଏହାକୁ ପରଠା ମଧ୍ୟ କହିପାରିବେ। ରେସିପି ପାଇଁ ମୁଁ ଏଠି ନେଇଛି ଗୋଟେ ବଏଲ୍ ଆଳୁ ଆଉ ରାଗି। ପ୍ରଥମେ ଆଳୁକୁ ଭଲ ଭାବରେ ମ୍ୟାଶ୍ କରିଦେଲି, ତାପରେ ରାଗିକୁ ପକେଇ ଭଲସେ ଚକୁଟିକି ଆପଣ ଯାହା ବି ମସଲା ୟୁଜ୍ କରୁଛନ୍ତି, ଯେମିତିକି ଧଣିଆ ଗୁଣ୍ଡି, ଜିରା ଗୁଣ୍ଡି ଆପଣ ପକେଇ ପାରିବେ। ଯଦି ଆପଣଙ୍କ ବେବି 1+ ତାହେଲେ ଆପଣ ଏଠି ସଲ୍ଟ ବି ଆଡ଼୍ କରିପାରିବେ। ତାକୁ ଭଲସେ ମ୍ୟାଶ୍ କରିକି ଗୋଟେ ଟିକି ସେପ୍ ଦେଇଦେଲି। ତାପରେ କଢ଼ାରେ ଟିକେ ଘିଅ ଆଡ଼୍ କରିକି ଦୁଇ ସାଇଡ଼୍ ଭଲସେ ଭାଜିଦେଲି। ଏଇଟା ବେବିମାନଙ୍କୁ ବହୁତ ଭଲ ଲାଗେ, ବହୁତ ଟେଷ୍ଟି ମଧ୍ୟ। ତାପରେ ଲଞ୍ଚରେ ମୁଁ ତାକୁ ଓଟ୍ସ ଖିଚଡ଼ି ଦେଇଥିଲି। ଏହାର ରେସିପି ମୁଁ ଆଗରୁ ଚ୍ୟାନେଲରେ ସେୟାର କରିଛି, ସେଥିପାଇଁ ଏଠି ସ୍କିପ୍ କରିଛି। ବେବିମାନେ ଓଟ୍ସ ଖିଚଡ଼ି ବହୁତ ପସନ୍ଦ କରନ୍ତି, କାରଣ ଡେଲି ଡେଲି ସେମାନେ ଚାଉଳ ଖିଚଡ଼ି ଖାଇକି ବୋର୍ ହେଇଯାନ୍ତି। ସେଥିପାଇଁ ମଝିରେ ମଝିରେ ଆପଣ ଟିକେ ଚେଞ୍ଜ କରିକି ଓଟ୍ସ ଖିଚଡ଼ି, କେବେ ଶାଗୁ ଖିଚଡ଼ି ଏମିତି କରିକି ଦିଅନ୍ତୁ, ବେବିମାନଙ୍କୁ ବହୁତ ଭଲ ଲାଗିବ। ତାପରେ ସନ୍ଧ୍ୟା ପ୍ରାୟ 5ଟା ବେଳେ ମୁଁ ତାକୁ ଗୋଟେ ନ୍ୟୁଟ୍ରିସନ୍ ଭରା ସୁପ୍ ବନେଇକି ଦେଇଥିଲି। ସେଥିପାଇଁ ମୁଁ ଛୁଇଁ, 5ଟା ରସୁଣ, ଅଧା ଟମାଟୋ, ଅଧା ପିଆଜ ଆଉ ମୁଗ ଡାଲି ଦେଇଥିଲି। ସବୁକୁ ପ୍ରେସର କୁକରରେ 2ଟା ସିଟି ମାରି ଭଲସେ ସିଝାଇ ଦେଲି। ତାପରେ ସବୁକୁ ଭଲ ଭାବରେ ମ୍ୟାଶ୍ କରିଦେଇଥିଲି। ଯେହେତୁ ଏଥିରେ ଛୁଇଁ ଥିଲା, ମୁଁ ତାକୁ ତାର ଛାଣିକି ତାର ଚୋପାକୁ କାଢ଼ି ଦେଇଥିଲି, ଯାହାଫଳରେ ବେବି ସହଜରେ ତାକୁ ଖାଇପାରିବ। ତାପରେ ଡିନରରେ ରୁଟି ଆଉ ଡାଲି ଦେଇଥିଲି। ସେତେବେଳେ ବୁକୁ 1 ବର୍ଷ ପୁରା ହେଇନଥିଲା, ସେଥିପାଇଁ ମୁଁ ତାକୁ ଗାଈ କ୍ଷୀର ଦେଉନଥିଲି। ଆପଣ ଚାହିଁଲେ ଡକ୍ଟରଙ୍କ ସଜେଷ୍ଟ ଅନୁସାରେ ଫର୍ମୁଲା ମିଲ୍କ ମଧ୍ୟ ଦେଇପାରିବେ, କିନ୍ତୁ ବୁବୁକୁ ମୁଁ ଷ୍ଟାର୍ଟିଂରୁ ଫର୍ମୁଲା ମିଲ୍କ ଦେଇନଥିଲି, ସେଥିପାଇଁ ରୁଟି ଡାଲି ହିଁ ଦିଏ। 1 ବର୍ଷ ପୁରିଲା ପରେ ମୁଁ ରୁଟି ସହିତ କ୍ଷୀର ମଧ୍ୟ ଦେବି। ଆଉ 8 ମାସରୁ ଆପଣ ରୁଟିକୁ ଇଣ୍ଟ୍ରୋଡ୍ୟୁସ୍ କରିପାରିବେ। ମୁଁ ଏଠି ରୁଟିକୁ ଗ୍ରାଇଣ୍ଡିଙ୍ଗ କରିକି ଡାଲି ସହିତ ଦେଇଛି, କାରଣ ବୁବୁର ଦାନ୍ତ ଉଠିନି, ସେ ଭଲସେ ଖାଇପାରୁନି। ଯଦି ଆପଣଙ୍କ ବେବି ଖାଇପାରୁଛି ତାହେଲେ ଆପଣ ଏପରି ଭାବରେ ଦେଇପାରିବେ। ଆଶା କରୁଛି ଆପଣଙ୍କର ସବୁ ଡାଉଟ୍ କ୍ଲିୟର ହେଇଯାଇଥିବ। ଏମିତି ବେବି ଫୁଡ୍ ରେସିପି ଆଉ ବେବି ରିଲେଟେଡ୍ ଭିଡ଼ିଓ ଦେଖିବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ଆଉ ହଁ, ଲାଇକ୍ ସେୟାର ନିଶ୍ଚିତ କରିଦେବେ।